राधे राधे जय श्री कृष्ण सर्वमंगलमय हरि भगवान समस्त मंगल करूँ समस्त भल की रखूँ। आज सुदशा व्रत এটা আমি সিঝা মଣ୍ଡା କରିବି ବୋଲିକିରି ଆଜି ଏସବୁ ସୁବିଧା କରିଛି। ଚାଉଳ ବତୁରେଇ ଦେଇଥିଲି ରାତିରେ, ପିଠଉ ବାଟିକିରି ଆଣିଛି ହେଟା ଏଇଟା ରାତିରେ ବି ମୁଁ ଏଇଟା ଗୁରସ୍ ଟିକେ ପୁରା ଫୁଟେଇକିରି ରଖିଦେଇଥିଲି, ରାବଡ଼ି ବନେଇକିରି ଏଇଟା ରଖିଦେଇଥିଲି। ସକାଳୁ ମଣ୍ଡା ପିଠା ଭିତରେ ଦେଇ ବୋଲିକିରି ନଡ଼ିଆ ବି କୁରିଛି, 10 ପ୍ରକାର ପୁର ଦେବାକୁ ପଡ଼ୁଛି ନା, ସେଥିଲାଗି ସବୁ ଟିକେ ଟିକେ କରିକି ରଖିଦେଇଥିଲି। ଏଇଟା ଫେର ଟିକେ ଗରମ କରିକିରି ଗୁଡ଼ ଟିକେ ଦେଇଦେଉଛି, ମେଲ୍ଟ ହେଇଯିବ ଗୁଡ଼ଟା ବୋଲିକିରି ଦେଖୁନ୍ ଟିକେ ଘାଣ୍ଟି ଘୁଣ୍ଟାକି ଏଟାକୁ ରଖିଦେବି। ଆଉ ତାପରେ ନଡ଼ିଆ ପାଗଲେ ନଡ଼ିଆ ଭାଜି ଦେଇକି ତାପରେ ଏଟାକୁ ମିଶାଇବି। ଦେଖୁନ୍ ଏଇଟା ଗୁଡ଼ଟା ଯେମିତି ପୁରରେ ଲାଗିବ ପୁରା ଦେଇଦେଇଛି ହେତିକି। ଏଇଟା ନଡ଼ିଆଟା ବି ଭାଜିଦେବି, ନଡ଼ିଆ ଟିକେ ଭାଜିଦେବି କଞ୍ଚା ଇଏଟା ପଳେଇଯିବ। ତାପରେ ଏଇଟା ଦେଖ ଅଦା ଗୋଲମରିଚ ଇଲାଚି ସବୁ କୁଟିକି ରଖିଛି, ଏଇଟା ଦେବି ଏଇଟାରେ ଭାଜିଲାଥି ସବୁ ଦେଲେ ଟିକେ ଭଲ ଟେଷ୍ଟ ଲାଗ୍ସି। ଏଇଟା ନଡ଼ିଆ ପୁରରେ ଅଦା ଗୋଲମରିଚ ଇଲାଚି ଭଲ ଲାଗ୍ସି। ଆଉ ତେଜପତ୍ରଟା ନାଇଁ ଦେବାକି ଲାଗୁଛି, ମୁଇଁ ତେଜପତ୍ର ଗୋଟେ ଦେଲେ ବି ଭଲ ବାସ୍ନା ଦେସି, ଭୁଲି ଯାଇଛି ନାଇଁ ଦେଇ ମୁଇଁ। ଦେଖ ଟିକେ ଟିକେ ଭାଜିଦେବି, ତାର ପାଣିଟା ମରିଗଲେ ତାପରେ ଏଇଟା ଯେନ୍ ରଖିଛି ଏଟାକୁ ମିଶାଇକି ରଖିଛି, ଏଇଟାକୁ ଦେଇଦେବି ଆଉ ମିଶାଇ ଦେବି ସବୁକୁ। ହେଲେ ପାଣି ଅଂଶ ଟିକେ ବି ନାଇଁ ରହିବ, ହେଲେ ଭଲ ଲାଗବ। ତାର ମଣ୍ଡାଟା ଗଢ଼ିଲା ବେଳେ ଟିକେ କିଛି ଅସୁବିଧା ନାଇଁ ହୁଏ। ଟିକେ ଟିକେ ପାଣିଆ ଯଦି ହେଇଯିବ ହେଲେ ମଣ୍ଡା ଗଢ଼ିଲା ବେଳକୁ ବାହାରି ଆସୁଥାଏ। ଭାଜିକିରି ଯଦି ଦେଇଦେବେ ହେଲେ ଭଲକି ଗଢ଼ି ହୁଏ। ଆଉ ଏଇଟା ମୁଇଁ ତ ସିଝା ମଣ୍ଡା କରିବି, ଦେଖିବ କେମିତି ପ୍ରୋସେସ୍ରେ କରିଛି ଯେ ଭଲ ହେଇଥିଲା। ସିଝା ମଣ୍ଡା କରିବି ବେଲେ ଆଉ ଟିକେ ଭାଜିକି ଯଦି ନାଇଁ ରଖିବେ ହେଲେ ଟିକେ ଜଲ୍ଦି ବାହାରି ପଡ଼୍ସି। ଦେଖୁନ୍ ଏଇଟା ବାହାର କରିଦେଲି। ଆଉ ଏଇଟାରେ ହିଁ ଏଇଟା ପିଠାଟାକୁ ଯନ୍ତଣୀ କରିବି। ମୁଇଁ ଯେନ୍ ଗ୍ଲାସ୍ରେ ଚାଉଳ ବତୁରେଇଥିଲି ସେହି ଗ୍ଲାସ୍ରେ ଏଇଟା ମୁଇଁ ପାଣି ଦେଉଛି। ମୁଇଁ 2 ଗ୍ଲାସ୍ ଚାଉଳ ବତୁରେଇଥିଲି, ଅଧା ଗ୍ଲାସ୍ ପାଣିରେ ବାଟିଥିଲି, ଆଉ 4 ଗ୍ଲାସ୍ ପାଣି ଏଇଟା ଦେଇଦେଉଛି। 4 ଗ୍ଲାସ୍ରୁ ଟିକେ କମ୍ ପାଣି ଦେଲି, ଅଧା ଗ୍ଲାସ୍ ପାଣି ସିଆଡ଼େ କରିଥିଲି ନା। ତାପରେ ଏଇଟା ଲୁଣ ଟିକେ ଦେଇଦେଲି ପାଣିରେ। ଏଇଟା ସିଝା ପିଠାରେ ମିଠା ଦିଆ ନାଇଁ ହୁଏ, ଖାଲି ଲୁଣ ଦେଇକିରି ଏଇଟା କରିବି। ସେଥିଲାଗି ପୁର ଯେନ୍ ଦିଆହେବ ପୁରଟା ଭଲକି କଲେ ପିଠାଟା ଭଲ ଲାଗେ। ଦେଖୁନ୍ ଏଇଟା ପିଠଉଟା ଦେଇକିରି ଘାଣ୍ଟିବି, ଗୋଟେ ହାତେ ପିଠଉ ଢାଳୁଛି ଆଉ ଗୋଟେ ହାତରେ ଏଇଟା ଘାଣ୍ଟୁଛି। ଏଇଟା ଘାଣ୍ଟି ଗରମ ପାଣି ଫୁଟେଇକି ଦେବାର ଅର୍ଥ କାଣା କି ପିଠଉ କରିକି ବି ଦେସନ୍, କିନ୍ତୁ ଗରମ ପାଣି କଲେ ଜଲ୍ଦି ହେଇଯାଏସି। ଦେଖୁନ୍ ବହୁତ ଜଲ୍ଦି ହେଇଯିବ, 5-10 ମିନିଟ୍ ବି ନାଇଁ ଲାଗେ, ପୁରା ସାଙ୍ଗେ ସାଙ୍ଗେ ଦେଖୁନ୍ ବହଳିଆ ହେଇଗଲା। ଏଇଟା ଭଲକି ସବୁଟାକେ ହେନ୍ତି ଘାଣ୍ଟି ଦେଲେ ସବୁଟା ସମାନ ହେଇକରି ସିଝିଯିବ। ଆଉ ଯେନ୍ଟା ବି ଗୁଠଳା ଗୁଠଳି ଟିକେ ହେଇଥିବ ହେଲେ ବି ମିଶିଯିବ। ଏମିତି ଭଲକି ଘାଣ୍ଟି ଦେବେ। ତାପରେ ଏଇଟା ବାହାର କରିଦେଇକିରି ପୁରା ଥଣ୍ଡା ହେବାର୍ ଲାଗି ଛାଡ଼ିଦେବେ। ସିଝା ମଣ୍ଡା ଟିକେ ଥଣ୍ଡା ନାଇଁ ହେଲେ ଭଲ ନାଇଁ ହୁଏ। ଥଣ୍ଡା ହେଇଗଲେ ତାପରେ ପିଠାଟା ଦେଖୁନ୍ ଠିକ୍ ତାର ପାଗକୁ ଆସିଯିବ। ଏଇଟା ଟାଣ ନାଇଁ ହୁଏ, କିଛି ନାଇଁ, ବହୁତ ବଢ଼ିଆ ଆସି ଏନ୍ତାକି ଯନ୍ତଣୀ କଲେ ଧରବା ଲାଗି ଦେଖୁନ୍ ପୁରା ଲଲ ଗଲ। ଦେଖୁନ୍ ଆଉ ଏଇଟା ତେଲ ମୁଟେ ହାତ ନାଇଁ ହେଲେ ବି ହେବ, ପାଣି ହାତ ହେଇ କରିବେ ବହୁତ ବଢ଼ିଆ ହେବ। ତେଲ ହାତ ହେଲେ ଏତେ ଭଲ ନାଇଁ ହୁଏ, ପାଣି ହାତ ହେଇକି ଏଇଟା କରିବେ। ଆଉ ଦେଖୁନ୍ ଟିକେ ବି ଟାଣ ନାଇଁ, ଏମିତି କରିବେ। ଆଉ ସିଝା ମଣ୍ଡାଟା ବେଶୀ ବଡ଼ ବଡ଼ କଲେ ଭଲ ନାଇଁ ଲାଗେ, ପୁର ଟିକେ ଅଧିକା ଦେବାକୁ ପଡ଼େ ଏଇଟାରେ। ଏମିତିକରି ଏଇଟା ଛୋଟ ଛୋଟଟା ଆଗ 10ଟା ମଣ୍ଡା କରିଦେବି ପୂଜା କରବାର୍ ଲାଗି, ବ୍ରତ ବାନ୍ଧବାର୍ ଲାଗି। ତାପରେ ଯାଇକରି ଆଉ ସବୁ କରିବି। ଏଇଟା ଛୋଟ ଛୋଟ ବି କରିଦେଉଛି। ଦେଖୁନ୍ ଏତ ଛୋଟ ଦେଖୁନ୍ ଟିକେ ପୁର ଦେଇଦେଉଛି, ପାଣି ଦେଇକି କରିଦେବେ ଏଇଟାକୁ। ଆଉ ବଡ଼ ବଡ଼ଟା ବି କେମିତି କରିବେ ଯେ ସେଇଟା ବି ଦେଖେଇଦେବି କରିକିରି ଗୋଟେ। ଦେଖୁନ୍ ଏମିତିକି ସବୁଆଡ଼ୁ କରିଦେବେ। ଆଉ ଛୋଟ ଛୋଟଟା ଟିକେ ହାତରେ ଧରି ନାଇଁ ହୁଏ ନା, ଏମିତିକି ଆଙ୍ଗୁଠିରେ କରିଦେଉଛି ସେଥିର୍ଲାଗି। ଏଇଟା ଗଣି ଗୁଣାକି 10ଟା ହେଲା କି ନାଇଁ ବୋଲି ଦେଖୁଥିଲି। ଦେଖୁନ୍ ତାପରେ ଏଇଟା ଟିକେ ବଡ଼ଟେ କେମିତି କରାଯିବ ଯେ ଦେଖୁନ୍ କିଛି କଷ୍ଟ ନାହିଁ। ଏଇଟା ଏକଦମ ଦେଖୁନ୍ ପୁରା ଟାଣ ତ ମୁଟେ ନାହିଁ, ଏଇଟା
ବଢ଼ିଆ ହେଇଛି ପୁରା। ମୁଁ ବହୁତ ଦିନ ନାଇଁ କରିଥିଲି, ହେଲେ ପାଗ ହେବ ଟିକେ ନେଇ ବୋଲି ଠିକ୍ କରି ବୋଲି ଭାବୁଥିଲେ, କିନ୍ତୁ ହେଇଗଲା। ଦେଖୁନ ଏମିତି ଥୋଇଦେବେ, ସେଇଟା ଜାଙ୍କି ଦେଇକି ଏମିତି ଧରିକିରି ଏମିତି କରିଦେବେ, ହେଲେ ଆସ୍ତେ 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 ଉପରକୁ ପଳେଇ ଆସିବ। ଆଉ କିଛି କରିବାକୁ ନାହିଁ ପଡ଼େ, ସାଙ୍ଗେ ସାଙ୍ଗେ ଚିପି ଦେବେ, ହେଇଗଲା। ଦେଖୁନ ହେଇଗଲା, ଦୁଇ ଆଡ଼ୁ ସମାନ ହେଇଗଲା। ପୁରଟା ପୁରା ଭିତରେ ପ୍ୟାକ୍ ହେଇଯିବ, ଆଉ ଉପରେ ଉପରେ ଖାଲି ଇଏଟା ରହିବ। ଏମିତି କରି ସବୁ ଯାକ କରିଦେବି। ଦେଖୁନ ଏଇଟା ପାଣି ବସାଇ ଦେଇଛି ଇଟିଲି ଛାଞ୍ଚରେ, ଆଉ ଲୁଣ ଟିକେ, ପାଣିରେ ବି ଲୁଣ ଟିକେ ଦେବାକୁ ପଡ଼ିବ। ଏଇଟା ତାପରେ ଇଟିଲି ଛାଞ୍ଚରେ ଦେଇଦେବି। ଏଠି ବି ତେଲ ନାଇଁ ଦେଇ, କିଛି ତେଲ ତୁଳା ଦେବାକୁ ନାଇଁ ପଡ଼େ। ତେଲ ବିନା ତେଲରେ ବି ଏଇଟା ହେଇପାରିବ। ଦେଖୁନ ଗାଈ ଘିଅ ଟିକେ ଦେବି ବୋଲେ ବି ହେଇଥିତା, କିନ୍ତୁ ମୁଇଁ କିଛି ଦେଇନି। ଏଇଟା ପୁରା 15 ମିନିଟ୍ ଲାଗଲା। 10 ମିନିଟ୍ରେ ହେଇଯାଇଥିଲା ନ, ହେଲେ ମୁଇଁ ଟିକେ ବେଳେ ରଖିଲି। ତାପରେ କାଳେ କଞ୍ଚା ହେଇଥିବ ବୋଲି ଭାବିଲି, ଆଉ ତାପରେ ଯାଇକରି ଏଟାକୁ ମୁଇଁ ବାହାର କଲି। ପୁରା 15 ମିନିଟ୍ ବନ୍ଦ କରିଦେଲି, ଫୁଟିଲା ତାପରେ 15 ମିନିଟ୍ ପରେ ଏଇଟା ଦେଖୁନ ବାହାର କଲି। ଏ ସାଙ୍ଗେ ସାଙ୍ଗେ ବାହାର କରିଦେଲି ବୋଲି ଟିକେ ଫାଟି ଫୁଟା ଗଲା, କାହିଁକି ବୋଲେ ଗରମ ଗରମ ଅଛି ନା, ଟିକେ ଅସୁବିଧା ହେଲା। ଆଉ ଟିକେ ଥଣ୍ଡା ହେଲା ପରେ ବାହାର କଲେ ଗୋଟା ଗୋଟା ବାହାରେ। କିନ୍ତୁ ଏଇଟା ମୁଇଁ ପୂଜା କରବାର ଥିଲା ବୋଲି ଏତିକି କମ୍କୁ ଆଗ କରି ଏଟାକୁ ସିଝେଇ ଦେଲି। ଆଉ ପୁରା ସବୁ ନାଇଁ କରି ଏତିକି ସିଝେଇ ଦେଇକରି ଆଗ ବାହାର କରିଦେଲି, ପୂଜା କରିବି ବୋଲିକିରି। ଟିକେ ଥଣ୍ଡା ହେଲେ ଫେର୍ ପୂଜା କରିବି, ତାପରେ ଆଉ ଥରେ ବସାଇଦେବା। ଫେର୍ ଦେଖୁନ ଏଇଟା ସବୁ ବାହାର କରି ଆଣିଲି। ଆଉ ସବୁ ଗଢ଼ିକି ରଖିଛି ଏଇଟା ସିଝିଲା ଭିତରେ। ଆଉ ଏଇଟା ପତ୍ର ଥିଲା, ବୋଲି ପତ୍ର ଦେଇଦେଉଁ ଯେ ସୁବିଧା ହେବ, କାହିଁ ତଳେ ଲଟକି ଗଲାନ ଟିକେ ଟିକେ, ଯଦି ସେମିତି ଦେଇଦେବି ହେଲେ ଲଟକିଯିବ ବୋଇଲି, ଆଉ ଏଟାକୁ ପତ୍ର ଦେଇକି ତାର ଉପରେ ଦେଇଦେଉଛି। ନହେଲେ କପଡ଼ା ଗୋଟେ ଦେଇଥିଲେ ବି ହେଇଥିତା, କପଡ଼ା ଦେଇକରି ବି ସିଝା ମୁଣ୍ଡା କରନ୍, ହେଲେ ପତ୍ର ସୁବିଧା ଅଛି ବୋଇଲି ଆଉ ପତ୍ର ଆଣିକି ଦେଇଦେଇଛି। ଏଇଟା ଆଉ ଏଇଟା ବସାଇ ଦେଉଛି ସବୁ। ମୋବାଇଲଟା ତଳକୁ ଟିକେ ଖସି ଯାଇଥିଲା ଷ୍ଟାଣ୍ଡରୁ, ଯେ ମୁଇଁ ଆଉ ଦେଖିପାରିନି, ଏଇଟା ଦିଶୁ ନାହିଁ ବୋଲି ଅଧା ଦିଶୁଛି। ଏଇଟା ସବୁଆଡ଼େ ସମାନକି ଦେଇଦେଇଛି। ଏଇଟା ପତ୍ର ତାର ଉପରେ ଫେର୍ ଏଇଟା ଗୋଟେ ପତ୍ର ଦେଇଦେଇଛି। ତଳେ ସମାନ ଦେଇଦେଲି, ତାପରେ ପତ୍ର ଦେଇକି ଫେର୍ ଆଉ ଯାହା ଥିଲା ଏଇଟା ଦେଇଦେଉଛି। ଦେଖୁନ ସବୁ ଯାକ ଦେଇକି ଦେଖୁନ ଏଇଟା, ଆଉ ଦେଖିଲି ଏମିତି ସାଙ୍ଗେ ସାଙ୍ଗେ ଫେର୍ ଟେକିଦେଲି ଏଇଟା। ଆଉ ଦେଖୁନ ଏଇଟା ଏମିତି ଢାପିଦେବା, 15-20 ମିନିଟ୍ ପରେ ହେଇଗଲା। ଏଇଟା ବହୁତ ଘଣ୍ଟେ 1.5 ଘଣ୍ଟା ପରେ ଯାଇକରି ମୁଁ ଏଇଟା ବାହାର କରିଛି। ଟିକେ ଥଣ୍ଡା ହେଇଗଲା ନା, ହାତରେ ଧରି ହେଉଛି ପୁରା। ଦେଖୁଛନ୍, ଦେଖୁନ ଗୋଟା ଗୋଟା ବାହାରୁଛି ଇହାଦେ। ସେଇଟା ତ ସେତେବେଳେଟା ଗରମଟା ବାହାର କଲି ବୋଲିକି ଟିକେ ଭାଙ୍ଗି ଭୁଙ୍ଗା ଗଲା, ହେଲେ ବି ଅତି ନାଇଁ ଭାଙ୍ଗି, ସୁବିଧା କରି ବାହାର କରି ଆଣିଲି। ଦେଖୁନ ଏଇଟା ହେଇଗଲା ସିଝା ମଣ୍ଡା, ଆଉ ବହୁତ ଭଲ ଲାଗୁଥିଲା। ବହୁତ ଦିନ ପରେ କଲି, ହେଲେ ବି ଭଲ ହେଇଥିଲା। ଆପଣମାନଙ୍କୁ କେମିତି ଲାଗଲା ଯେ କହିବେ, ଆଉ କରିକି ଖାଇ ଦେଖିବେ। ମୋର ଚ୍ୟାନେଲ୍କୁ ଯେନ୍ମାନେ ନୂଆ କରି ଆସୁନ୍, ସବସ୍କ୍ରାଇବ୍ କରୁନ୍, ଫୁଲ୍ ୱାଚ୍ କରୁନ୍, ଫ୍ୟାମିଲି ଫ୍ରେଣ୍ଡ ସାଙ୍ଗେ ସେୟାର କରୁନ୍। ବାଏ।